ଗୋଟିଏ ପବିତ୍ର ଦିନ। ବିଶ୍ୱବନ୍ଦ୍ୟ ଜଗନ୍ନାଥଙ୍କର ଆଜି ହେଉଛି ଶ୍ରୀ ଗୁଣ୍ଡିଚା ଯାତ୍ରା। ଶ୍ରୀଗୁଣ୍ଡିଚା ଯାତ୍ରା ଆଜିଠାରୁ ଆରମ୍ଭ ହୁଏ। ବାହୁଡ଼ା ଦଶମୀରେ ଏହା ଶେଷ ହୁଏ। କିନ୍ତୁ କେତେକ ସେବାର ସଦୁପଯୋଗ ପାଇଁ 2-3 ଦିନ ଆଉ ବିଳମ୍ବ ହୁଏ। ଅଧରପଣା, ସୁନାର ବେଶ, ଏଇଭଳି 2-3 ଦିନ ଟିକେ ବିଳମ୍ବ ହୁଏ। ଶ୍ରୀଗୁଣ୍ଡିଚା ଯାତ୍ରା, ଇଏ ଯାତ୍ରାର ମହତ୍ଵ କ'ଣ? କ'ଣ ପାଇଁ ଏ ଯାତ୍ରାଟିର ନାଁ ଦିଆହେଇଛି ଶ୍ରୀଗୁଣ୍ଡିଚା ଯାତ୍ରା? ଏଇ ଶ୍ରୀଗୁଣ୍ଡିଚା ଯାତ୍ରାକୁ ଘୋଷ ଯାତ୍ରା ବୋଲି କୁହାଯାଏ। ଘୋଷ ମାନେ ବିଜୟ। ତେଣୁ ଇଏ ହେଉଛି ବିଜୟର ଯାତ୍ରା ବା ଶ୍ରୀଗୁଣ୍ଡିଚାଙ୍କର ଯାତ୍ରା। ଶ୍ରୀ କହିଲେ ଲକ୍ଷ୍ମୀ, ଶ୍ରୀ କହିଲେ ସଦାଚାର, ଶ୍ରୀ ସହଧର୍ମିଣୀ, ଶ୍ରୀ ମାନେ ଯେତେ ଶରୀର ଦୁନି ଜଗତରେ ଅଛି ସବୁ ହେଉଛନ୍ତି ଶ୍ରୀ। ଏଇ ଯେଉଁ ଜଗତକୁ ଆପଣ ଦେଖୁଛନ୍ତି, ଆମେ ତ ସବୁ ଦେଖିପାରୁନୁ, ଆକୁ କେହି ବି ସବୁ ଦେଖିପାରନ୍ତି ନାହିଁ। ଏ ସମଗ୍ର ଜଗତ ହିଁ ଶ୍ରୀ। ଶ୍ରୀ କହିଲେ ଶୋଭା, ଶ୍ରୀ କହିଲେ ମସ୍ତକ। ତେଣୁ ଏଇ ଶ୍ରୀ ଶବ୍ଦଟି ଆମେମାନେ ଯେତେବେଳେ ବ୍ୟବହାର କରୁ, କେହି କାହାକୁ ପଚାରେ ତମ ବାପାଙ୍କ ନାଁ କ'ଣ, କି ତମ ନାଁ କ'ଣ, ତମ ମାଙ୍କ ନାଁ କ'ଣ, ଆମେ ବାପାଙ୍କ ନାଁ ହଉ, ମାଙ୍କ ନାଁ ହଉ, କି ନିଜ ନାଁ ହଉ, ଯେତେବେଳେ କହୁ ସେତେବେଳେ ଏଇ ଶବ୍ଦଟି ଉଚ୍ଚାରଣ କରୁ ଶ୍ରୀ। ଶ୍ରୀ, ଶ୍ରୀଯୁକ୍ତ, ଶ୍ରୀମାନ, ଶ୍ରୀମଦ, ଶ୍ରୀମତୀ, ଏମିତି ଆମେ ନାଁଟିକୁ କହୁ। ଯେଉଁଠି ମଣିଷ ଅସଦାଚାର ହେଇଯାଏ, ସଦାଚାର ବିହୀନ ହେଇଯାଏ, ତାର ଭାଷାରେ ମିଠା ରୁହେ ନାହିଁ, ବ୍ୟବହାରରେ ରୁହେ ନାହିଁ, କିମ୍ବା କୌଣସି କର୍ମରେ ମଧ୍ୟ ରୁହେ ନାହିଁ, ତାକୁ ଆମେ କହୁ ଶ୍ରୀହୀନ ମଣିଷ। ଶ୍ରୀହୀନ ମଣିଷ। ପ୍ରକୃତରେ ଶ୍ରୀ ହେଉଛନ୍ତି ଲକ୍ଷ୍ମୀ, ସରସ୍ୱତୀ, କାଳୀ, ଦୁର୍ଗା, ପୌର୍ଣ୍ଣମାସୀ, ଯୋଗମାୟା, ଜ୍ୟୋତିର୍ପ୍ରଭା, ସମସ୍ତେ ହେଉଛନ୍ତି ଶ୍ରୀ। এই শ্রীটা আরম্ভ হুয়ে আমার
ଯେ ଜନ୍ମଦାତ୍ରୀ ମା ମାଉସୀ ପିଉସୀ ଏଇମାନଙ୍କ ଠାରୁ ପ୍ରଥମେ ଶ୍ରୀ ଅକ୍ଷରଟି ଶୁଭାରମ୍ଭ ହୋଇଗଲା। ତେବେ ଆଜି ପୃଥିବୀ ଶ୍ରୀହୀନ ହେଇଯାଇଛି ବୋଲି ଅନେକ କହୁଛନ୍ତି। ଯେ ପର୍ଯ୍ୟନ୍ତ ସୂର୍ଯ୍ୟ ଚନ୍ଦ୍ରମା ଗ୍ରହ ତାରା ନକ୍ଷତ୍ର ବୃକ୍ଷ ତରୁ ତୃଣ ଲତା ସମୁଦ୍ର ନଦ ନଦୀ ଝରଣା ମାଟି ଇଏ ସବୁ ଯେ ପର୍ଯ୍ୟନ୍ତ ଅଛନ୍ତି ବା ତାଙ୍କର ଅଛନ୍ତି ବୋଲି ଆମେ ଆଭାସ ପାଉଛେ, ସେ ପର୍ଯ୍ୟନ୍ତ ଶ୍ରୀ ଯେମିତି ଥିଲା ସେମିତି ଅଛି। କ୍ଷୟ ହେବା ବୃଦ୍ଧି ହେବା ଇଏ ହେଉଛି ଗୋଟେ ଲୀଳା। ଯେମିତି ଜନ୍ମ ହେବା ମରିବା ଇଏ ଗୋଟିଏ ଲୀଳା। ତେଣୁ ଆଜି ହେଉଛି ଶ୍ରୀ ଗୁଣ୍ଡିଚା। এই ଶ୍ରୀ ପାଖରେ ଯେଉଁ ଗୁ ଶବ୍ଦଟି ଲାଗିଛି, ଏ ଗୁଟିକୁ ଯଦି ଆମେ ଚିନ୍ତନ କରିବା, ଗୁରୁ କିଏ? ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରଂ ବ୍ରହ୍ମ, ତସ୍ମୈ ଶ୍ରୀ ଗୁରବେ ନମଃ। ଏଠି ଗୁ କହିଲେ ଏଠି ବ୍ରହ୍ମା ବିଷ୍ଣୁ ଶିବ ପରଂ ବ୍ରହ୍ମ ଯେଉଁ ଯେଉଁ ନାମରେ ଆମେ ଆମର ଇଷ୍ଟଙ୍କୁ ସ୍ମରଣ କରୁଛୁ, ସେଇ ଇଷ୍ଟଙ୍କ ମୂଳରେ ଗୁଂ ବା ଗଂ ବୀଜ ଲାଗେ। ଗଂ ଗଣେଶାୟ ନମଃ, ଗଂ ଗଙ୍ଗାୟ ନମଃ, ଗଂ ଗୁରୁଦେବାୟ ନମଃ, ଗଂ ଗୋମାତାୟ ନମଃ। ତେଣୁ ଗ ଆଉ ଗୁ ଇଏ ଦୁଇଟି ଅକ୍ଷର ଭିତରେ ସବୁ କଥା ଅଛି। ତେବେ ଗୁ ପରେ ଦି ଆଉ ଚା ଇଏ ଦୁଇଟି ଅକ୍ଷରର ମୋଟାମୋଟି ଅର୍ଥ ହେଉଛି ସର୍ବସ୍ୟ ଚାହମ୍, ଯିଏ ସବୁ ସ୍ଥାନରେ ଅଛନ୍ତି, ସବୁ ସମୟରେ ଅଛନ୍ତି। ସର୍ବସ୍ୟ ଚାହମ୍ ହୃଦି ସନ୍ନିବିଷ୍ଟ, ହୃଦୟରେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ତମ ହୃଦୟରେ ଅଛନ୍ତି। ଏଇଭଳି ଭାବରେ ପ୍ରତ୍ୟେକ କଥାକୁ ଆମେ ବିଶ୍ଳେଷଣ କଲେ ଏହାର ଉତ୍ତର ବହୁ ଲମ୍ବା ହେଇଯାଏ। ତେଣୁ ସବୁ କଥାକୁ ଆମେ କିଛି ସମୟ ଭିତରେ କହିବାକୁ ଚେଷ୍ଟା କଲେ ତାକୁ କେହି ବୁଝି ବି ପାରିବେ ନାହିଁ। କିନ୍ତୁ ଏଠି ଆଉ ଗୋଟିଏ କଥା ଆମକୁ ବୁଝିବାକୁ ପଡ଼ିବ, ଏତେ ଶବ୍ଦ ଅଳଙ୍କାରକୁ ଯଦି ଆମେ ମନେ ରଖି ପାରିବୁନି, ଆଉ ଗୋଟିଏ ଆମ ଗାଉଁଲି କଥା ବା ଆମ ପରିବାରର କଥା। ଆମେ ଯେଉଁ ପରିବାରରେ ଜନ୍ମ ହେଇଛୁ, ଯେଉଁ ଗାଁରେ ଜନ୍ମ ହେଇଛୁ, ଇଏ କଥାଟିକୁ ନେଇକି ଯଦି ଇଏ ଶବ୍ଦଟିକୁ ବ୍ୟାଖ୍ୟା କରିବା, ପୁଅ ଯାଇଛି ବିଦେଶକୁ, ଝିଅ ବି ଯାଇଛି ବିଦେଶକୁ। ଧର ଗୋଟିଏ ବାପାର ଦି ପୁଅ ଗୋଟିଏ ଝିଅ,
ତେଣୁ ଏ ତିନି ଜଣ ଯାକ ବିଦେଶକୁ ଯାଇଛନ୍ତି। ଜଣେ ଧରି ଯାଇଛି ଆମେରିକା, ଆଉ ଜଣେ ଯାଇଛି ଜର୍ମାନ, ଆଉ ଜଣେ ଯାଇଛି ବ୍ରିଟେନ। ଏଇଭଳି ଭାବରେ ସମସ୍ତେ ବିଦେଶରେ ଅଛନ୍ତି। ମା ଯେତେବେଳେ ଚାହୁଁଛି, ବାପା ଯଦିଓ ଚାହୁଁଛି, କିନ୍ତୁ ସେ ଚାହିଁବାଟା ହେଉଛି ନୀରବତା। ସେ ମା ଭଳି ଖୋଲା ହେଇପାରେ ନା, କାରଣ ସେ ହେଉଛି ଗୋଟିଏ ଘରର ଶାସକ। ସେଇ ଦୃଷ୍ଟିକୋଣରୁ ସେ ଅନେକ କଥାକୁ ମନ ଭିତରେ ଭାବିଲେ ବି ସେ ପରିପ୍ରକାଶ କରିପାରେ ନା। କିନ୍ତୁ ମା ହେଉଛି ଆଉ ଗୋଟେ ରୂପ, ସେଇ ସନ୍ତାନର ଯେଉଁ ଦୁଇଟି ଧାର, ଗୋଟିଏ ବାପା ଆଉ ଗୋଟିଏ ମା, ସେଇ ଯେଉଁ ମା ଶବ୍ଦଟିକୁ ଆମେ ଯଦି ନବା, ଯେ ମା ଚାହୁଁଛି ଯେ ପୁଅକୁ ଡାକୁଛି, ଝିଅକୁ ଡାକୁଛି ଯେ ତମେ ବର୍ଷେ ହେଲା ଗଲଣି, ଏପର୍ଯ୍ୟନ୍ତ ତମେ ଘରକୁ ଫେରୁନା, ତମେ ବାପା ମାଙ୍କୁ ଭୁଲି ଯାଉଛ। ମାର ଏଇ ଦରଦୀ କଥାଟାକୁ ଶୁଣିବା ପରେ ଇଏ ଯେଉଁ ବିଦେଶରେ ଥିବା ଭାଇ ଭଉଣୀମାନେ, ଇଏ ସାଙ୍ଗେ ସାଙ୍ଗେ ହଉ କି ତା ପରଦିନ ହଉ ମାନସିକ ସ୍ତରରେ ପ୍ରସ୍ତୁତ ହୁଅନ୍ତି, ଆମେ ଗାଁକୁ ଯିବା, ଗାଁରେ ବାପା ମାଙ୍କୁ ଦେଖା କରି ତାପରେ ଆସିବା। ଏଇ ଯେଉଁ କଥାଟା ଆଜି ବି ଆମ ଗାଁ ଗହଳିରେ ଅଛି। ଆମ ମାନେ ପ୍ରତ୍ୟେକ ଘରେ ଏଇ ଭାବଟା ବି ଆଜି ଅଛି। ଯାହା ଘରେ କେହି ବିଦେଶକୁ ଯାଇନାହାନ୍ତି, ନିକଟରେ ଅଛନ୍ତି, ଧରନ୍ତୁ ଆମେ ଅରିଲରେ ଅଛୁ, ଆମ ପିଲାମାନେ କଟକରେ ଅଛନ୍ତି, ଆଉ ବୋଲି ଯେ ସେ ବାପ ମା ଆଉ ଚାହିଁବେନି ପୁଅଟ ଝିଅ କଟକରେ ଅଛନ୍ତି, ଆସନ୍ତୁ ନହେଲେ ନ ଆସନ୍ତୁ, ଏଭଳି ଭାଷା ଭାବ ଏଇଟା ବାପା ମାଙ୍କ ଭିତରେ ଶୋଭା ପାଏନି। ଯିଏ ଯେତେ ଦୂରରେ ଥାଆନ୍ତୁ ବା ନିକଟରେ ଥାଆନ୍ତୁ, କିନ୍ତୁ ସେମାନେ ପିଲାମାନେ ବାପା ମାଙ୍କୁ ଖୋଜୁଛନ୍ତି କି ନାହିଁ, ତାକୁ ଯଦି ହିସାବ କରାଯିବ ସେଇଟା ଟିକେ କମ୍ ହେବ, ମାନେ 25% ଖଣ୍ଡେ କମିଯିବ। କିନ୍ତୁ ଯେଉଁମାନେ ଚାହୁଁଛନ୍ତି ତାଙ୍କ ସଂଖ୍ୟା ନିଶ୍ଚୟ ଅଧିକ। ତେଣୁ ଜଗା, ବଳିଆ ଆଉ ସୁଭଦ୍ରା ଏମାନେ ବର୍ଷକରେ ଥରେ 9 ଦିନ ପାଇଁ ସେ ଆସନ୍ତି ମା ପାଖକୁ, ମା ଘରକୁ ଆସନ୍ତି, ତାଙ୍କ ଜନ୍ମବେଦୀକୁ ସେ ଆସନ୍ତି। ଜନ୍ମବେଦୀ ହେଉଛନ୍ତି ଶ୍ରୀଗୁଣ୍ଡିଚା ମନ୍ଦିର। ସେଇ ଶ୍ରୀଗୁଣ୍ଡିଚା ଆମର ଯେମିତି ବାପ ମା ମରିଗଲେ ବି ଆମେ ପିଣ୍ଡ ପକାଉଛୁ, କାହିଁକି? ତାଙ୍କୁ ମନେ ପକାଇବା ପାଇଁ, ତାଙ୍କୁ ମନେ ରଖିବା ପାଇଁ ପିଣ୍ଡ ପକାଉଛୁ। ତେଣୁ ଇଏ ମଧ୍ୟ ସେଇଆ, ଯେ ବର୍ଷକରେ ଥରେ ଆସିଲେ ବି ସେ ନିଶ୍ଚିତ ଭାବରେ ମା ବାପାଙ୍କୁ ଦେଖିବା ପାଇଁ ଆସୁଛନ୍ତି। ଆଉ ସବୁଠାରୁ ବଡ଼ କଥା ହେଉଛି ଭୋଜନ ମାତୃହସ୍ତେଷୁ। ତେଣୁ ମା ହାତର ଖାଦ୍ୟ ସେଇଟା ଖାଇବା ପାଇଁ ବା ତାକୁ ଖାଇବା ପାଇଁ
ଏମାନଙ୍କ ଭିତରେ ଲୋଭ ରହିଛି। ଆମର ଶାସ୍ତ୍ରୀୟ କଥାରେ କୁହାଯାଏ, କେହି କେହି ବିଜ୍ଞ ଲୋକମାନେ କୁହନ୍ତି, ଗୋଟିଏ ବର୍ଷ ଶ୍ରୀମନ୍ଦିରରେ ଆନନ୍ଦ ବଜାରରେ ପ୍ରତ୍ୟେକ ଦିନ ପ୍ରସାଦ ପାଇବା ଯେଉଁ ଫଳ, କିନ୍ତୁ ବର୍ଷକରେ ଗୋଟିଏ ଦିନ ମା ହାତରୁ ପ୍ରସାଦ ପାଇବା ସେ ହେଉଛି ସେଇ ଫଳ ବା ସେଇ ପୁଣ୍ୟ। ସେ ଲେଖିଛନ୍ତି, ସେ ଶାସ୍ତ୍ର ଲେଖା ହେଇଛି। ତେଣୁ ଏଇ କଥା ସବୁ ମନେ ପକେଇଲେ ଜଗନ୍ନାଥଙ୍କ ସଂସ୍କୃତି ଭିତରେ ଆମ ପାରିବାରିକ ଜୀବନର କଥା ତାରି ଭିତରେ ରହିଛି। ତେବେ ରଥ କିଏ? ରଥ ଏଇ ଯେଉଁ କାଠରେ ତିଆରି ହେଉଛି ରଥ, ଏମିତି କହିଲେ ହେବ ନାହିଁ। ରଥ ହେଉଛି ଆମର ଶରୀର, ଆମ୍ଭମାନଙ୍କର ଶରୀର ହେଉଛି ରଥ। ଇଏ ରଥକୁ ଚଳଉଛନ୍ତି କିଏ? ଘୋଡ଼ା ଚଳଉଛନ୍ତି। ଦିନ ଥିଲା ବହୁ ବର୍ଷ ପୂର୍ବେ ପ୍ରକୃତରେ ବି ଘୋଡ଼ାମାନେ ଚଳଉଥିଲେ। ରଥକୁ ଟାଣିବା ପାଇଁ ଘୋଡ଼ା ହାତୀମାନେ ଆସୁଥିଲେ। ଏବେ ବି ବେଳେବେଳେ ପୁରୁଣା ଚିତ୍ର ରଥରେ ମଧ୍ୟ ଦେଖେଇ ଦିଅନ୍ତି ଯେ ଏଇଭଳି ଭାବରେ ରଥ ଟଣା ବି ହେଉଥିଲା। ଠାକୁର ରାଜା ମଧ୍ୟ ଘୋଡ଼ାରେ ବା ହାତୀରେ ଆଉଥିଲେ। ସେମିତି ଏବେ ସେ କଥା ଆଉ ନାହିଁ। ସେ ଯିଏ ଯେଉଁଥିରେ ଆସନ୍ତୁ, ତାଙ୍କୁ ପ୍ରକୃତରେ ଯିଏ ଟାଣୁଛି, ଆମେ କହୁଛୁ ଆମେ ଟାଣୁଛୁ, ଆମେ କହିଲେ ମଣିଷ, ମଣିଷ ଟାଣୁଛି, କିନ୍ତୁ ପ୍ରକୃତରେ ଟାଣୁଛି କିଏ? ସେଇ ଦିନର ଯେଉଁ ଘୋଡ଼ା ଟଣା ଗାଡ଼ି, ଇନ୍ଦ୍ରିୟାଣି ହୟାନ। ଇନ୍ଦ୍ରିୟମାନେ ଘୋଡ଼ା ରୂପରେ ସେ ରଥକୁ ଟାଣୁଛନ୍ତି। ତାକୁ ରଥକୁ ପୁଣି ପରିଚାଳନା କରୁଛି କିଏ? ମନ ପ୍ରଗ୍ରହମେ ବଛ। ମନ ତାକୁ ମାନେ ସବୁ ଦେଖୁଛି, କିଏ କ'ଣ ଭୁଲ କରୁଛି କି ଠିକ୍ କରୁଛି, ରଥ ଠିକ୍ ଚାଲିବ କି ନାହିଁ ଚଲଉଛି। ଏବଂ ରଥ ଯିବ ଫେରିବ ତାକୁ ସୂଚନା ଦେଉଛି କିଏ? ଆମେ ଯେମିତି କହୁଛୁ ଆମେ ଆର ବୁଢ଼ାର ହୁକା ଉଠିଲାଣି, ବୁଢ଼ା ଆଜି ରାତିରେ ପଳେଇବ। ସେମିତି ରଥରେ ଗୋଟେ ଡାହୁକ ବୋଲି ଗୋଟେ ଲୋକ ଅଛି, ବେତଟିଏ ଧରିଛି ଏବଂ ରଥର ସ୍ୱତନ୍ତ୍ର ସଙ୍ଗୀତ ମଧ୍ୟ ରହିଛି। ଯେଉଁ ସଙ୍ଗୀତକୁ ପଞ୍ଚସଖା ଯୁଗର ବଳରାମ ଦାସ ତାକୁ ଲେଖିଥିଲେ। ସେ କାହିଁକି ଲେଖିଥିଲେ ତାକୁ ସବୁ କହିକି ମୁଁ ମାନେ ସମୟ ଇଏ କରୁନାହିଁ। ତମେ ନିଜେ ସବୁ ଟିକେ ମାନେ ଭାବରେ ହଉ ମନରେ ହଉ ନିଜେ ଯଦି ଟିକେ ଚେଷ୍ଟା କରି, ଆମରି ଏଇ ଲାଇବ୍ରେରୀରୁ ବି ସେ ବହି ସବୁ ମିଳିବ, ତାକୁ ଟିକେ ପଢ଼ିବ, ତାହେଲେ ସେ କଥାର ମହିମା ବୁଝିପାରିବ। ସେ ରଥ ଡାହୁକ, ରଥ ଚାଲିବ, ସିଏ କହିବ ଚାଲୁ, ବେତ ହଲେଇବ, ରଥ ଏଇଠି ରହିବ, ସେ ବେତ ହଲେଇବ, ରଥ ସେଇଠି ରହିବ। ଏଇ ଯେଉଁ ଗୋଟେ ସୁଚିନ୍ତିତ ପରିକଳ୍ପନା, ଆକୁ କିଏ କରିଛି ମୁଁ ସେ କଥା କହିପାରିବିନି।
କିନ୍ତୁ ଇଏ ଗୋଟେ ମାନେ ସୁଚିନ୍ତିତ ପରିକଳ୍ପନା। ଆଉ ରଥର ପ୍ରତିଟି କଣ୍ଟା ବାଡ଼ିଆ ହେଉଛି, କଣ୍ଟାଟା ବାଡ଼ିଆ ହେଲେ ରଥ କାଠଟା ରହିବ। ପ୍ରତିଟି କଣ୍ଟା ହେଉଛି ଜଣେ ଜଣେ ଦେବୀ ଶକ୍ତି, ଚଣ୍ଡୀ ଶକ୍ତି, ଯୋଗିନୀ ଶକ୍ତି, ଏମାନେ ରଥର ପ୍ରତ୍ୟେକ କଣ୍ଟା ଭିତରେ ଅଛନ୍ତି। କଣ୍ଟା ନୁହେଁ, ମାନେ କଣ୍ଟା ଯୋଉଠି ବାଡ଼ିଆ ହେଇଛି। ଆମେ ଯିଏ ଗାଁ ଗହଳିରେ ପଞ୍ଚାଏ ଆମେ ତାସ ଖେଳୁଥିଲୁ କି ଲୁଡୁ ଖେଳୁଥିଲୁ, କ୍ରିକେଟ ଖେଳୁ, ଗୋଟେ ମନେ ପଡ଼ିଲା ଗୋଟେ ରଥଯାତ୍ରା କରିବା। ଆମେ ସବୁ ରଥଯାତ୍ରା ଆରମ୍ଭ କଲୁ। କିନ୍ତୁ ରଥର ପ୍ରକୃତ ତତ୍ତ୍ୱଟାକୁ ଯଦି ଆମେ ବୁଝନ୍ତୁ, ଆମେ ଜଙ୍ଗଲକୁ ଗଲୁ କି କୌଣସି କାଠ କଣ୍ଟ୍ରାକ୍ଟରଙ୍କ ପାଖକୁ ଗଲୁ, ପୁଳେ କାଠ ଯୋଗାଡ଼ କରି ଗୋଟେ ରଥ କରିଦେଲୁ। ଗୋଟାଏ କଲୁ, କିଏ ଦୁଇଟା କଲା, କିଏ ତିନିଟା କଲା, ରଥ କରିଦେଲୁ। ତାକୁ ବି ଆମେ ରଥ ବୋଲି କହିବୁ, ସେଇଟା ଆମର ଭୁଲ ନୁହେଁ। ଜଗନ୍ନାଥ ଯୋଉଠି ବସିଲେ ସେ ରଥ, କିନ୍ତୁ ରଥର ତତ୍ତ୍ୱ ଆମକୁ ମାଲୁମ ନାହିଁ। ପୁରୀ ନନ୍ଦିଘୋଷ, ଜଗନ୍ନାଥ ଯୋଉ ରଥରେ ବସିଛନ୍ତି ତାଙ୍କ ନାଁ ହେଉଛି ନନ୍ଦିଘୋଷ। ବଳଦେବ ଯୋଉ ରଥରେ ବସିଛନ୍ତି ତାଙ୍କ ନାଁ ହେଉଛି ତାଳଧ୍ୱଜ। ସୁଭଦ୍ରା ଯୋଉ ରଥରେ ବସିଛନ୍ତି ତାଙ୍କ ନାଁ ହେଉଛି ଦର୍ପଦଳନ। ସେ ଦଉଡ଼ି ଗୁଡ଼ାକ ଯୋଉ ଲାଗିଛି ତାକୁ ମଧ୍ୟ ସର୍ପ ରୂପରେ ବର୍ଣ୍ଣନା କରାଯାଇଛି। ଏଇସବୁ ଯୋଉ ତତ୍ତ୍ୱ, ଇଏ କଥାକୁ ଆପଣ ଏତେ ତ ରଥ ହେଉଛି ଆମର କଟକ ଠାରୁ ପାରାଦୀପ ପର୍ଯ୍ୟନ୍ତ ଗଣି ଆସିବ 20ଟା ଖଣ୍ଡ ରଥ ଉଠୁ। ଆମ ଏପାକୁ ଗଲେ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ସିଏ ବି ସେଇ ରଥ। ଆମ ଏଇଠି ଗର୍ଦ୍ଦପୁରରେ ବି ରଥ ହେଉଛି। କିନ୍ତୁ ଯଦି ପଚାରିବ ଯେ ଆର ଅର୍ଥ କ'ଣ, ସିଏ ଗୋଟେ କ'ଣ ଠିଆ ହେଇକିରି ବାଡ଼ି ହଲେଇଲାଣି, ଇଏ କ'ଣ ବସିକିରି ଘୋଡ଼ା ଉପରେ ବସି କ'ଣ କହିଲା, ଏସବୁ କ'ଣ? ଇଏ କ'ଣ ଗୋଟେ ସର୍କସ ନା ନାଟକ? ଇଏ ହେଉଛି ଜୀବନ ଦର୍ଶନର ସ୍ୱତନ୍ତ୍ର ସାଧନା, ସ୍ୱତନ୍ତ୍ର ସାଧନା। ଜୀବନରେ ପ୍ରତ୍ୟେକ ବର୍ଷ ମୁଁ ରଥ ଟାଣିବାକୁ ଯାଉଥିଲି। କେତେ ବର୍ଷ ହେଲା ଆଉ ଯାଉନି। ରଥ ଦେଖିବାକୁ ଯାଉଛି, ଏବେ ତ ତମା ଯାଉନି। ଇଏ ପେଲି ପାଲି ଡବା ଆମେ ପଡ଼ିଯିବୁ, ଖଣ୍ଡିଆ ମଣ୍ଡିଆ ହେବୁ। ତେଣୁ ରଥ ଦେଖିବାକୁ ଯାଉଛୁ। ରଥ ଟାଣିବା ପାଇଁ ମୁଁ ବହୁତ ଥର ଯାଇଛି। ମୋର ରଥ ଟଣା ଆରମ୍ଭ ହେଇଛି ଏଇ ଗର୍ଦ୍ଦପୁର ରଥରୁ, ଗର୍ଦ୍ଦପୁର ରଥରୁ। ଆଚ୍ଛା, ଏଇ ଯୋଉ ରଥ ଟାଣିବାକୁ ଆମେ ଗଲୁ, ଆର ମାନେଟି କ'ଣ? ଲେଖିଛି ଗୋଟେ ସଙ୍ଗୀତରେ, ତ୍ରିତାପ ରୂପରେ ତ୍ରିରଥ ଚାଲଇ, ଇଏ ସଂସାର ବଡ଼ ଦାଣ୍ଡରେ ଅଟଇ। ତ୍ରିତାପ ଦଳନେ ତ୍ରିରଥ ଚାଲଇ। ତ୍ରିତାପ ଦଳନ କ'ଣ? ଆଧ୍ୟାତ୍ମିକ ତାପ କହିଲେ ଆତ୍ମହତ୍ୟା। ସେଠୁ ଆଧି ଭୌତିକ ତାପ ହେଉଛି ରୋଗ, ଆଧି ଦୈବିକ ତାପ ହେଉଛି ଅକାଳ ମୃତ୍ୟୁ। ଇଏ ତିନିଟା କଥାରୁ ନିବୃତ୍ତ ହେବା ପାଇଁ ବା ଏ ତିନୋଟି ଅପରାଧରୁ ମୁକ୍ତ ହେବା ପାଇଁ ତିନୋଟି ରଥ ଚାଲେ। ରଥମାନଙ୍କର ତିନୋଟି ରଥର ଚକକୁ ଯଦି ଗଣିଦେବ 42 ହେବ। ତାହେଲେ 42 ଚକର ରଥ, 42 ଚକ ଲାଗିଥିବା ରଥ
ଗୁଣ୍ଡିଚାରୁ ବାହୁଡ଼ା ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ଆସୁଛନ୍ତି, ପୁଣି ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଯାଉଛନ୍ତି। ଏଇ ଯେଉଁ ଯାଉଛନ୍ତି ତାର ହିସାବରେ କ'ଣ ହେଲା? ତାହେଲେ 42 ଚକ 2 ଥର ଯାଉଛି ଆଉଛି, ସେଇଟା କେତେ ହେଲା? 84। 84ଟା କ'ଣ? ଚର୍ମ ବେଢ଼ିଛି ସିନା 84 କି, ଚିତ୍ତ ତୁ ଦିଅ ନୀଳ ଗିରିବାସୀଙ୍କି। ଇଏ ଗୋଟିଏ ପଦ, ଏଠି ଗୋଟେ 84 ଶବ୍ଦଟି ଏଠି ରହିଲା। ଆଉ ଗୋଟିଏ 84 କ'ଣ? 84ଟି ନର୍କ ଆମ ପାଇଁ ଅଛି। ଆମେ ସବୁ ଭୁଲ ଭାଲ କରି ଚାଲିଛୁ। ଆମକୁ ଯଦି କିଏ କହିବା କ'ଣ ଭୁଲ କରୁଛୁ, ନା ତୋ ବାପାର କ'ଣ ଗଲା କି ତୋ ମାଆର କ'ଣ ଗଲା, ମୋର ମୁଁ ଭୁଲ କଲି। ଆମେ ସିନା ଏମିତି ଫୋପାଡ଼ିଲା ଭଳି ଗୋଟେ କଥାକୁ ବ୍ୟବହାର କରୁଛୁ, କିନ୍ତୁ ପ୍ରକୃତରେ 84 ପ୍ରକାରର ଦଣ୍ଡ ବା ରୋଗ ସିଏ ଆମ ଜୀବନ ସହିତ ମିଶିକିରି ଅଛି। ସେ ଯଥା ସମୟରେ ଆମକୁ ସେ ଦେଖାଦେବ। ତା ଭିତରେ ଇଏ 84 ଦଣ୍ଡର ଯେଉଁ ଦଣ୍ଡଟା, ଭଲ କାମ ଯେତେବେଳେ ଆମେ କରିବା, ଇଏ 84 ନର୍କରୁ କିଛି କିଛି ନର୍କ ମଧ୍ୟ କଟି ଯାଉଛି। ଏଇଟା ଆଉ ତା ପାଇଁ କାମରେ ଲାଗିବନି। ତେଣୁ ଏସବୁ କଥାକୁ ଜାଣିବା ଦରକାର। 9 ଦିନ ଯାତ୍ରା କ'ଣ, 10 ଦିନ ହେଲେ କ'ଣ ଅସୁବିଧା ହେଉଛି? 9 ଦିନ ଯାତ୍ରା ହେଉଛି ନବଧା ଭକ୍ତିର ଯାତ୍ରା। ଆମେ ଗୋଟିଏ ଭଗବତ କୃପା ଲାଭ କରିବାକୁ ହେଲେ 9ଟି ପ୍ରକାରର ଭକ୍ତି ଆମକୁ କରିବାକୁ ପଡ଼ିବ। ତା ଭିତରେ 9 ପ୍ରକାର ଭକ୍ତି ଭିତରେ କ'ଣ ସବୁ ଅଛି? 1ରେ ଅଛି ଶ୍ରବଣ, ଭଲ କଥା ଶୁଣିବ। 2ରେ ଅଛି କୀର୍ତ୍ତନ, କୀର୍ତ୍ତନ କରିବ। 3ରେ ଅଛି ସ୍ମରଣ, ଭଲ କଥାକୁ ମନେ ପକେଇବ। ତାପରେ ଅଛି ଅର୍ଚ୍ଚନ, ପୂଜା କରିବ। ତାପରେ ଅଛି ବନ୍ଦନ, ପ୍ରାର୍ଥନା କରିବ। ତାପରେ ଅଛି ଦାସ୍ୟ, ମାନେ କର୍ମବୀର ହବ, କର୍ମକୁ ଡରିବ ନାହିଁ। ତାପରେ ଅଛି ସଖ୍ୟ। ସଖ୍ୟ କ'ଣ? ମିଳିମିଶି କାମ କରିବାକୁ ଚେଷ୍ଟା କରିବ, ମିଳିମିଶି। ତାପରେ ଅଛି ଆତ୍ମନିବେଦନ। ସେଇ ଆତ୍ମନିବେଦନଟି କ'ଣ? ସିଏ ହେଉଛି ଗୁରୁ କୃପା, ବିଭୁ କୃପା। ଯଦି ଆମେ ସବୁ କଥା କରି ଆମର ଆତ୍ମଗ୍ଲାନିକୁ ଯଦି ଆମେ ଛାଡ଼ିପାରିବା ନାହିଁ, ଯାହା କରୁଛୁ କରିବୁ, ଆମ ଯାହା ମନ ହେବ କରିବୁ, କର, କିଏ ମନା କରୁଛି? ଯିଏ କରୁନାହିଁ ସିଏ କୋଉ ବଞ୍ଚିବ କି? ସିଏ 10 ବର୍ଷ ପରେ ମରିବ କି 20 ବର୍ଷ ପରେ ମରିବ। ଆମେ 5 ବର୍ଷ ପରେ ମରିବୁ କି 7 ବର୍ଷ ପରେ ମରିବୁ। ତ ଏଇଟା ତଫାତ ଆଉ କ'ଣ? ଫାଷ୍ଟ ବୟସ, ସେକେଣ୍ଡ ବୟସ, ଥାର୍ଡ ବୟସ, ଏଇଟା ଆଉ। ଉପର ବରଡ଼ା ହସୁଛି, ତଳ ବରଡ଼ା କାନ୍ଦୁଛି, ମଝି ବରଡ଼ା କହୁଛି ମୋ ଦିନ କାଳ ଆଉଛି। ଏଇ ହେଉଛି ଜୀବନ। ତୁମେ ଯେତେ ବଡ଼ ଲୋକ ହୁଅ, ମୋତେ ସବୁ ଯେତେ ବଡ଼ ବଡ଼ ଲୋକଙ୍କ ନାଁ ସବୁ କହନ୍ତି ଲୋକ, ଏମିତି କହନ୍ତି ସବୁ ଇଏ କ୍ରୋଡ଼ପତି, ଇଏ
ମୁଁ ସେଟା ଶୁଣେନି। ମୁଁ ଇଏ ଗୋଟେ ଲୋକଟା, ମୋର ଯେମିତି ନାକ ତାର ସେମିତି ନାକ ଅଛି, ପାଟି ଅଛି, ବାକି ଅଛି, ଇଏ କ'ଣ ଏତେ ଧନୀ ଆଉ ଆମେ ଏତେ ଗରିବ। ତେଣୁ ସେସବୁ କିଛି ନୁହେଁ। ପ୍ରକୃତରେ ଧନୀ ବୋଲି କହିଛନ୍ତି ଭାଗବତରେ ଯିଏ ନିତ୍ୟ ଇଷ୍ଟ ଧର୍ମ ପାଳେ, ଧନାଢ୍ୟ ବୋଲିଏ ଶୟଳେ। ଏଇ ଯେଉଁ ଶିଶୁ ଅନନ୍ତ ଆଶ୍ରମ ଦେଖୁଛ, ଏଇଟା କ'ଣ ଧନରେ ହେଇଛି? କେହି ଭାବୁଥିବେ ବହୁତ ପଇସା ଖର୍ଚ୍ଚ ହେଇଥିବ, ଏଠି ବିମ୍ ଲାଗିଛି, ଫ୍ୟାନ୍ ଲାଗିଛି। ପଇସା କୋଉଠୁ ଆଇଛି, କିଏ ଦେଇଛି, କେତେ ଦେଇଛି, ମୁଁ ଠାକୁରଙ୍କୁ ଚାହିଁକିରି କହୁଛି, ମୁଁ ଜାଣିନି। ଯଦି ଆଉ କେଉଁ ବାବୁ ଜାଣୁଥିବେ ଏଠି ଆସି ଆଗରେ କହନ୍ତୁ, ମୁଁ ଜାଣିଛି, ଏଇଆ କହନ୍ତୁ। ସେ କହିଲେ ବି ଦିଟା ଚଟକଣା ମୁଁ ତାଙ୍କୁ ଦେବି। ତମେ କେମିତି ଜାଣିଲ? ଯୋଉଠି ଦିନେ କଣ୍ଟେଇ କୋଳି ଗଛ ନାଗଫେଣିଆ କଣ୍ଟାର ଗଛରେ ଯେଉଁ ଜାଗାଟି ପୂର୍ଣ୍ଣ ହେଇଥିଲା, ସେଠି ଆଜି 100 ଖଣ୍ଡେ ମଣିଷ ରହୁଛନ୍ତି। ସବୁଦିନେ 200-300 ଲୋକ ପ୍ରଭୁଙ୍କ ପ୍ରସାଦ ପାଉଛନ୍ତି। ସବୁ ଆଉଛି କୋଉଠୁ? ଆମ ଜମିବାଡ଼ି କେତେ ଅଛି? ଆମେ ତ ଭାରତବର୍ଷରେ ଦେଖିଛୁ ଗୋଟେ ଗୋଟେ ମଠର 100 ଏକର ସମ୍ପତ୍ତି। କିଏ କହୁଛି ମୋର 50 ଏକର। କି ଦେଖିଲାକୁ ନୀତି ବନ୍ଦ, ଠାକୁରଙ୍କୁ ନୀତି ମିଳୁନି। ଇଏ ପୁଣି ଚାଲିଛି କେମିତି? ସେଇ ପର୍ଯ୍ୟନ୍ତ ଚାଲିବ ଯେଉଁ ପର୍ଯ୍ୟନ୍ତ ଆମ ଭିତରେ ନିଷ୍ଠା ରହିବ, ଶ୍ରଦ୍ଧା ରହିବ ଏବଂ ଆତ୍ମ ସମର୍ପଣ ଭାବ ରହିବ। ଆଉ ଯେଉଁଠି ଗୁରୁ କୃପା ନାହିଁ, ଇଷ୍ଟ କୃପା ନାହିଁ, କିଛି ନାହିଁ, ଆଉ ମୁଁ ମାନେ ଗୋଟେ ଫ୍ୟାସନ ବୋଲି ତାକୁ କୁହାଯିବ। ମୁଁ ଥରେ ବଦ୍ରୀନାଥରେ ଗୋଟେ ବାବାଜୀ କଥା ଆଜି ପର୍ଯ୍ୟନ୍ତ ଭୁଲି ପାରୁନି। 1.5 ଘଣ୍ଟା କି 2 ଘଣ୍ଟା, 2 ଘଣ୍ଟା ପ୍ରାୟ ହବ, ସେ ସବୁ ଚିତା ସବୁ ନାଇଲା। ନା ମୋତେ ଟିକେ ସାଧୁ ସନ୍ତଙ୍କୁ ଭଲ ଲାଗେ, ମୁଁ ଟିକେ କ'ଣ ସବୁ ଚିତା କେଉଁଠି କ'ଣ ନାଉଛନ୍ତି ଦେଖିବା। ମୁଣ୍ଡରେ ଅଣ୍ଟାରେ ସବୁଠି ନାଇଲା। ଆଉ ନାଇଲା, ସେ ପୁଣି ବଙ୍କା ହେଇଯାଉଥାଏ, ତାକୁ ପୁଣି କନାରେ ପୋଛୁଥାଏ, ପୁଣି ତାକୁ କରୁଥାଏ। 2 ଘଣ୍ଟା ସେ କାମ, ମାନେ ଚିତା କାଟିବା 2 ଘଣ୍ଟା ହେଲା। ଚିତା କାଟିବା ପରେ ସେଠୁ ଉଠିଲା ନା ଉଠିନି, ସେମିତି ବସିକିରି ଗୋଟେ ପାଟି କ'ଣ ଗୋଟେ ପାକୁ ଭଳିଆ କଲା, ବେଙ୍ଗ ଭଳିଆ। ତାମାନେ ଗୋଟେ ମନ୍ତ୍ର କ'ଣ ପଢ଼ିଲା ବୋଧେ। ସେ ମନ୍ତ୍ରଟି କେତେ ସମୟ ପଡ଼ିଲା? 2 ମିନିଟ୍। ତାପରେ ଉଠିଲା, ବୁଲିଲା। ତାହେଲେ ଭକ୍ତି କୋଉଠି? ଭକ୍ତି ସେ ଚିତାଚନ୍ଦନ ମାଳି ପଇତା ଭିତରେ ଆବଦ୍ଧ ହୋଇ ନାହିଁ। ଭକ୍ତିର ଅର୍ଥ ହେଉଛି ସେବା, ଭକ୍ତିର ଅର୍ଥ ହେଉଛି ଭଲ ପାଇବା। ବେଶୀ ସମୟ ହେଲେ ସମସ୍ତେ କ୍ଳାନ୍ତି ହେବେ। ତେବେ ଏଇ ହେଉଛି ରଥର ଗୋଟେ ସଂକ୍ଷିପ୍ତ ଆଭାସ ଟିକେ ଦେଲି। ତେଣୁ ଆମେ ସମସ୍ତେ ସେଇ ଗୁଣ୍ଡିଚା ବାହୁଡ଼ାର ପ୍ରତୀକ। ଆସିଛୁ ଦିନେ, ଫେରିବୁ ଦିନେ। ଏତିକି ମନେ ରଖନ୍ତୁ। କୀର୍ତ୍ତନ କରି ବନ୍ଦ ବିଶ୍ରାମ ଦିଅନ୍ତୁ।